ମୋ ଦି ପୁଅଙ୍କୁ ଏକାଠି କରିଦେଇଛନ୍ତି। ମୁଁ ଆଜି ବୁଝିନି ସେ ଟୋଟାଲ ଦାୟିତ୍ୱ ବଡ ସିଦ୍ଧାର୍ଥ ରାଉତରା ତା ସ୍ତ୍ରୀ ଓ ସାନ ମନ୍ମଥ ରାଉତରା। ମୁଁ ଓଡିଆ ସକାଳୁ ଖାଇବି, ପଖାଳ ଖାଇଲେ ବିଲକୁ ଯିବେ, ପଖାଳ ଖାଇଲେ ପାଠ ପଢିବେ ପିଲା, ପଖାଳ ପାଇଲେ ବ୍ୟବସାୟ କରିବେ, ପଖାଳ ପାଇଲେ ଚାକିରିକି ଯିବେ। ଆମର ସବୁବେଳେ 9ଟା ବେଳୁ ପଖାଳ, ଛତୁ ଭଜା, କଖାରୁ ଫୁଲ ଭଜା, ଆମ୍ବ ଚଟଣି, ବଡି ଚୁରା, ସଜନା ଛୁଇଁ ଭଜା, ଚୁନା ମାଛ ଭଜା, ବଡ ମାଛ ଭଜା, ବାଇଗଣ ଭର୍ତ୍ତା, ଆଳୁ। ଜାନି ଭଲ ପଟ୍ଟନାୟକ ଥିଲେ, ସେ ମତେ ହଠାତ୍ ଡାକି କହିଲେ, ସୁର ତମେ ମାର୍ଚ୍ଚ 20 ତାରିଖରେ ପଖାଳ ଦିବସ ଆରମ୍ଭ କର। ହଁ ହଁ ନା ଆମେ ଏକାଠି ଆଗରୁ କିଏ ଟ୍ରେନ ଚାଲିଥିବ, କିଏ ବସ ବସ, କିଏ ଓହ୍ଲଉଛ ଓହ୍ଲା। ମୁଁ ଅପେକ୍ଷା କାହା ପୁଅ କି ଝିଅ କି ସ୍ତ୍ରୀ କାହାକୁ ନାହିଁ, ଗାଡି ଚାଲିଛି ଏକାଠି କାମ କରିବା, ରାଜ୍ୟର ବିକାଶ କରିବା। ନାଇଁ ନା ସେ କଲିଜା ତାର ନାହିଁ। ନା ଆମ ଓଡିଆ ସକାଳୁ ଖାଇବି, ପଖାଳ ଖାଇଲେ ବିଲକୁ ଯିବେ, ପଖାଳ ଖାଇଲେ ପାଠ ପଢିବେ ପିଲା, ପଖାଳ ପାଇଲେ ବ୍ୟବସାୟ କରିବେ, ପଖାଳ ପାଇଲେ ଚାକିରିକି ଯିବେ। ଆମର ସବୁବେଳେ 9ଟା ବେଳୁ ପଖାଳ ଖିଆ ଆରମ୍ଭ। ଆପଣ ଖାଇସାରିଲେଣି? ହଁ ହଁ କଣ ଖାଇଛନ୍ତି ଆଜି ଭାଇ? ଏଇ ସବୁ ଛତୁ ଭଜା, କଖାରୁ ଫୁଲ ଭଜା, ଆମ୍ବ ଚଟଣି, ବଡି ଚୁରା, ସଜନା ଛୁଇଁ ଭଜା, ଚୁନା ମାଛ ଭଜା, ବଡ ମାଛ ଭଜା, ବାଇଗଣ ଭର୍ତ୍ତା, ଆଳୁ। ଜଗନ୍ନାଥଙ୍କ ଘରେ ଆଜି ପଖାଳ। ଜଗନ୍ନାଥ ସ୍ୱୟଂ 3 ଥର ଆଜି ପଖାଳ ଭୋଗ ଖାଇବେ। ତାଙ୍କୁ ଅନୁସରଣ କରି ଜଗନ୍ନାଥଙ୍କ ଭକ୍ତ ଜାନି ଭଲ ପଟ୍ଟନାୟକ ଥିଲେ, ସେ ମତେ ହଠାତ୍ ଡାକି କହିଲେ, ସୁର ତମେ ମାର୍ଚ୍ଚ 20 ତାରିଖରେ ପଖାଳ ଦିବସ ଆରମ୍ଭ କର। ସେଇ ଦିନଠୁ ଆଜି ପର୍ଯ୍ୟନ୍ତ 46 ବର୍ଷ ହେଇଗଲା ଚାଲିଛି। କିଏ ଆପଣଙ୍କୁ କହିଲେ? ଜାନକୀ ବଲ୍ଲଭ ପଟ୍ଟନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ। ସେଇ ଦିନଠୁ ସାର୍ ଆପଣ ଏତେ ଖର୍ଚ୍ଚ କରୁଛନ୍ତି, ବାଧୁନି ଆପଣଙ୍କୁ? କିଛି ବାଧିବନି, ମୋର ପ୍ରିୟ ଭାଇ ମାନେ ତମମାନେ ଆସି ଖାଉଛ ଆନନ୍ଦ। ଏଇଭଳିଆ ଇଏ ମାତ୍ର 2000 ଲୋକ। ଆମର ଗୋଟେ ଅଷ୍ଟମୀ ହୁଏ ଆମିଷ 10,000 ଲୋକ। ମୋ ଜୟନ୍ତୀ ହୁଏ, ସୁର ରାଉତରା ଜୟନ୍ତୀ 10-15,000 ଲୋକ ଖାଆନ୍ତି। ମହତାବ ଜୟନ୍ତୀ 10,000 ଲୋକ ଖାଆନ୍ତି, ଏ ମାତ୍ର 2000। ଟିକେ ଆମ୍ବ, କଞ୍ଚା ଆମ୍ବ କି ଗୋଟେ କୋଉଠି କେରାନଟେ ଧରି ଆଣିଲେ ଚକଟି ଦେଲେ, ଯେଝା ଷ୍ଟାଣ୍ଡାର୍ଡ ଯେ। କିନ୍ତୁ ଆଜିର ଯୋଉ ପଖାଳ, ସେ ଆନନ୍ଦ ଉଲ୍ଲାସର ପଖାଳ, ସ୍ନେହର ପଖାଳ, ଭକ୍ତିର ପଖାଳ, ଓଡିଆ ଜାତିର ଗର୍ବ ପଖାଳ। ଆଜି ପୁରା ପରିବାର ଏକାଠି ଅଛି। ଦି ପୁଅ ଦାୟିତ୍ୱ ନେଇ କରିଛନ୍ତି। ଏଥର ମୁଁ ଅତ୍ୟନ୍ତ ଖୁସି। ହେ ଜଗନ୍ନାଥ, ହେ ଲିଙ୍ଗରାଜ, ଆଲ୍ଲା, ଯୀଶୁ, ବୁଦ୍ଧ, ନାନକ, ମୋ ଦି ପୁଅଙ୍କୁ ଏକାଠି କରିଦେଇଛନ୍ତି। ମୁଁ ଆଜି ବୁଝିନି ସେ ଟୋଟାଲ ଦାୟିତ୍ୱ ବଡ ସିଦ୍ଧାର୍ଥ ରାଉତରା ତା ସ୍ତ୍ରୀ ଓ ସାନ ମନ୍ମଥ ରାଉତରା ଏକାଠି ହେଇ ଏ ଆରେଞ୍ଜମେଣ୍ଟ ସବୁ ସିଏ କରିଛନ୍ତି। ଗୋଟେ ସାନ ବୋଉ ଖାଲି ମିସିଂ ରହିଲେ। ନା ସାନ ବୋଉ ବ୍ୟାଙ୍କ ସର୍ଭିସ କରନ୍ତି, ବମ୍ବେରେ ଅଛନ୍ତି। ଏ ବଢିଆ ବୋଉ ମୋର, ଦି ବହୁ ଚମତ୍କାର, ମୋ ପରିବାର ଚମତ୍କାର। ମୋର ଟିକେ ଗଲା ଇଲେକ୍ସନ ବେଳେ ଟିକେ ଟୁକୁଟୁକୁ ହଉଥିଲେ, ମୁଁ ଡାକୁଥିଲି ଭଗବାନ ମୁଁ ତ ଟୁକୁଟୁକୁ ଲୋକ ନୁହଁ, କାହିଁ ଏମାନେ ଟୁକୁଟୁକୁ ହଉଛନ୍ତି। ଏଇଠିକି ଆସ, ଆଣେ ଏଇଠିକି ଆଣେ। ସବୁ ଜଗନ୍ନାଥ କରିଛନ୍ତି, ସେ ଏଥର କରିଛନ୍ତି, ମୁଁ କରିନି କିଛି। ଆଚ୍ଛା ଆପଣ ସୁରାଇ କେତେ ପଖାଳ କେତେ ଖାଇଲେଣି ନା ଖାଇନାହାନ୍ତି? ଖାଇସାରିଲେ ନା, ମୁଁ 9ରୁ ଆରମ୍ଭ। ତମେ ସାମ୍ବାଦିକ ଭାଇ ମାନେ ମୋ ସାଥେ ଖାଇ 9ଟା ବେଳୁ ଆମର ଆରମ୍ଭ ହୁଏ। କାହିଁକି ଓଡିଆ ଖାଆନ୍ତି ସକାଳେ ପଖାଳ, ଖାଇଲେ ବିଲକୁ ଯିବେ, ଖାଇଲେ ପାଠ ପଢିବାକୁ ଯିବେ, ଖାଇଲେ ବ୍ୟବସାୟକୁ ଯିବେ, ଖାଇଲେ ଧନ୍ଦାକୁ ଯିବେ। ଓଡିଆଙ୍କର 9ଟା ହେଲା ପଖାଳ। ଆମର 9 ନା, ଆଉ ଆମର 9ରେ ପ୍ରାୟ 46 ବର୍ଷ ହେଲା ପଖାଳ ଚାଲିଛି, ଚାଲୁଛି, ଚାଲିବ। ଏଥର ମୁଁ ଅତ୍ୟନ୍ତ ଖୁସି, ଦି ପୁଅ ଦାୟିତ୍ୱ ନେଇ କଂଗ୍ରେସ ବିଜେଡି ଏକାଠି ହେଇ, ଓ ବିୟୁଟିଫୁଲ, ବଢିଆ। ଆଚ୍ଛା ଏ ଆପଣ ଦି ପୁଅଙ୍କ ପାଇଁ ତାହେଲେ ଏକାଠି ହେଇଗଲା ବୋଧେ? ହଁ ହଁ ନା ଆମେ ଏକାଠି ଆଗରୁ ଏପଟେ କିଏ ଟ୍ରେନ ଚାଲିଥିବ, କିଏ ବସ ବସ, କିଏ ଓହ୍ଲଉଛ ଓହ୍ଲା। ମୁଁ ଅପେକ୍ଷା କାହା ପୁଅ କି ଝିଅ କି ସ୍ତ୍ରୀ କାହାକୁ ନାହିଁ, ଗାଡି ଚାଲିଛି, ସ୍ନେହର ଗାଡି, ଆସ ବସ, ଡାକିଦବା ଏ ଯିବ ସୁବିଧା। ଗୋଲାପ ଫୁଲ ଦେବେ? ହଁ ଅଛି, ଗୋଲାପ ମଡେଇ ଦବା। ନାଇଁ ନାଇଁ, ବୁଢା ହେଲେ ମଧ୍ୟ ମାନେ ରସିକ ଯେ ନାଗର, ସେ କେବେ ବୁଢା ହେଇଗଲେ କମେଇବ। ଦେହଟା ଭଲ ରହିବ। ତମେ ଦେଖ, ପଖାଳ ଯଦି ଦିନକୁ ଥରେ ଖାଇବ
ରୋଗ ମୁକ୍ତ ହବ, ରୋଗ ହବନି। ସ୍ୱୟଂ ଜଗନ୍ନାଥ ଆଜି ଖାଆନ୍ତି, ଆଜି 3 ଥର ଜଗନ୍ନାଥଙ୍କ ପାଇଁ ଭୋଗ ହୁଏ ପଖାଳ, ତାଙ୍କୁ ଅନୁସରଣ କରି କରିଛେ। ଏ ପଖାଳ ଖାଇଲେ କୁଆଡେ ନିଦ ଆସିଯାଏ। ଏ ଜମା ନୁହଁ, କାମ କରିବାକୁ ଉତ୍ସାହ ବଢ, ଶକ୍ତି ବଢିବ, ଖୁବ ବଢିଆ ହବ। ସେ ଆଜି କରିଛି, ମୋହନ ମାଝୀ ଆଜି ଆମକୁ ଦେଖି କରିଛି। ଏ ମୋହନ ଭାଇ କି ଡାକିଛନ୍ତି ଏଠିକି? ନାଇଁ, ଭକ୍ତ ଦାସକୁ ଡାକିଛି, କଲଚର ମନ୍ତ୍ରୀ କି ଡାକିଛି, ପୃଥ୍ୱୀରାଜକୁ ଡାକିଛି, ଆମର ଏମଏଲଏ ମାନଙ୍କୁ ଡାକିଛି। ମୁଁ କେମିତି ଖାଲି ପୁତୁରୁ ହଉଛି। ଦାରିଂ ହଉ, ହଁ ଏକାଠି କାମ କରିବା, ସେଇ ରାଜ୍ୟର ବିକାଶ କରିବା। ସେ କଲିଜା କେବଳ ଆପଣଙ୍କର ଆଉ ନା ନା, ସେ କଲିଜା ତାର ନାହିଁ। ଯଦି କିଛି ଦିନ ମୋ ସାଥିରେ ରହନ୍ତା ହନ୍ତା। ଆଣିକି କୋଉ ଖାଲି କଲିଜା ନୋଟ ପଛରେ ସେ ଗୋଡଉଛି, ସେ କଣ ଆଣିକି ସ୍ନେହ ପଛରେ ଗୋଡଉଛି? ଆଣିକି ଏଠି ଆମେ ସ୍ନେହର ଭିକାରୀ, ସେ ନୋଟର ଭିକାରୀ।